ସାଙ୍ଗମାନେ ସତ କଥାଟା ନା ଟିକେ ହାର୍ଡ ହେଇଥାଏ, କିନ୍ତୁ ଜୀବନର ସବୁଠାରୁ ବଡ଼ ସତ ହେଉଛି କି ଏ ଦୁନିଆ ଆପଣଙ୍କର ଉଦ୍ଦେଶ୍ୟକୁ ନୁହେଁ, ଆପଣଙ୍କ ରେଜଲ୍ଟକୁ ଦେଖିଥାଏ। ଯେତେବେଳେ କୌଣସି କାମକୁ ଆପଣ ଆରମ୍ଭ କରନ୍ତି, ଯେତେବେଳେ ଆପଣ ନିଜ ସ୍ୱପ୍ନ ପଛରେ ଦୌଡ଼ିବା ଆରମ୍ଭ କରନ୍ତି, ସେତେବେଳେ ଲୋକମାନେ ଆପଣଙ୍କୁ ବୁଦ୍ଧିମାନ ନୁହେଁ ପାଗଳ ବୋଲି କହନ୍ତି। ସେମାନେ କୁହନ୍ତି ଏତେ ପରିଶ୍ରମ କାହିଁ କରୁଛୁ ରେ ବାବୁ, ଏଥିରେ କିଛି ବି ହେବନି। ଯେମିତି ଅନ୍ୟମାନେ ଜିଉଛନ୍ତି ସେମିତି ଗୋଟେ ନର୍ମାଲ ଲାଇଫ୍ ଜି, ତୁ କାହିଁ ଏମିତି ହେଉଛୁ? କାରଣ ସେଇ ସମୟରେ ଆପଣଙ୍କ ପାଖରେ କେବଳ ସ୍ୱପ୍ନ ଥାଏ ସାଙ୍ଗମାନେ, କିଛି ପ୍ରମାଣ ନଥାଏ। ଆପଣ ରାତି ରାତି ଅନିଦ୍ରା ରହିକି ନିଜ ସ୍ୱପ୍ନ ପଛରେ ଧାଆନ୍ତି, ନିଜ ସହିତ ଲଢ଼େଇ କରନ୍ତି, ଅସଫଳତା ସହିତ ଲଢ଼େଇ କରନ୍ତି। କିନ୍ତୁ ଏସବୁ ଲଢ଼େଇକୁ କେହି ବି ଦେଖନ୍ତିନି। ଲୋକେ କେବଳ ସେଇଆ ଦେଖନ୍ତି ଯାହାକି ବାହାରକୁ ଦେଖାଯାଏ, ରେଜଲ୍ଟ। ଯେବେ ପକେଟ ଖାଲି ହେଇଯାଏ ସେବେ ଲୋକେ ଆପଣଙ୍କୁ ପରାମର୍ଶ ଦିଅନ୍ତି, ଆଉ ଯେବେ ପକେଟ ଫୁଲ ହେଇଯାଏ ସେବେ ସେଇ ଲୋକମାନେ ଆପଣଙ୍କୁ ସମ୍ମାନ ଦିଅନ୍ତି। ସେବେ ଅଚାନକ ଆପଣଙ୍କ କଥା ପ୍ରେରଣା ବନିଯାଏ। କିନ୍ତୁ ସତ କ'ଣ? ସତ ହେଉଛି ଏଇଆ କି ଆପଣ ସେବେ ବି ନିଜକୁ ଛାଡ଼ି ନଥିଲେ ଯେବେ ସାରା ଦୁନିଆ ଆପଣଙ୍କୁ ନଜରଅନ୍ଦାଜ କରୁଥିଲେ। ମନେ ରଖନ୍ତୁ, ଏ ଦୁନିଆ ଭୁଲ ନୁହେଁ, ଦୁନିଆ ହେଉଛି ପ୍ରାକ୍ଟିକାଲ। ଏ ଦୁନିଆର ଲୋକମାନେ ସଫଳତା ସହିତ ଯୋଡ଼ି ହୋଇ ରହିବାକୁ ଚାହାନ୍ତି, ସଂଘର୍ଷ ସହିତ ନୁହେଁ। ଏଥିପାଇଁ ଲୋକଙ୍କୁ ବୁଝେଇବାର ଚେଷ୍ଟା ବନ୍ଦ କରନ୍ତୁ। କିଏ ଆପଣଙ୍କୁ ବୁଝୁ କି ନ ବୁଝୁ, ଏସବୁ ଫାଲତୁ କଥାରେ ଆପଣ ନିଜର ଏନର୍ଜିକୁ ୱେଷ୍ଟ ନ କରିକି ବରଂ ନିଜ ଏନର୍ଜିକୁ ଏହି କଥାରେ ଲଗାନ୍ତୁ କି ଆପଣଙ୍କ କାମ ଏତେ ବଡ଼ ହେଇଯାଉ ଯେମିତି କାହାକୁ ବୁଝେଇବାର ଆବଶ୍ୟକତା ନ ପଡ଼ୁ। ସାଙ୍ଗମାନେ, ଯେବେ ଆପଣ ନିଜ କାମରେ ସଫଳ ହେଇଯାଆନ୍ତି ନା, ସେବେ ଆପଣଙ୍କ ସାଇଲେଣ୍ଟ ବି କାହାଣୀ ବନିଯାଏ। ଏଇ ଦୁନିଆରେ ଇଣ୍ଟେନସନ୍ ନୁହେଁ, ଆଚିଭମେଣ୍ଟ କଥା କୁହେ। ଏଥିପାଇଁ ଆଜି ଯଦି କେହି ଆପଣଙ୍କୁ ଇଗ୍ନୋର କରୁଛି ତେବେ ଦୁଃଖୀ ହୁଅନ୍ତୁନି। ହେଇପାରେ ଆଜି ଆପଣ କାହାକୁ ଦୃଶ୍ୟମାନ ହେଉନାହାନ୍ତି, କିନ୍ତୁ ଆପଣଙ୍କ ପରିଶ୍ରମ ଆସନ୍ତାକାଲି ଆପଣଙ୍କୁ ଅସମ୍ଭବରୁ ଦୃଶ୍ୟମାନ ବନେଇଦେବ। ଆଉ ଯେଉଁଦିନ ଆପଣଙ୍କ ପରିଶ୍ରମ ରେଜଲ୍ଟରେ କନଭର୍ଟ ହେଇଯିବ, ସେଇଦିନେ ସାରା ଦୁନିଆ ନିଜେ ଆପଣଙ୍କ କାହାଣୀ ଶୁଣିବା ପାଇଁ ଚାହିଁବେ। ଏଥିପାଇଁ ସାଙ୍ଗମାନେ, ଲୋକଙ୍କୁ କନଭିନ୍ସ କରନ୍ତୁନି, ନିଜକୁ ଇମ୍ପ୍ରୁଭ କରନ୍ତୁ। ଯଦି ମୋ କଥାରେ ଆପଣମାନେ ସହମତ ହେଇଥାନ୍ତି, ଆପଣମାନଙ୍କୁ ମୋ କଥା ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଫଲୋ କରନ୍ତୁ। ଆଉ ଆମ ଫ୍ୟାମିଲି ମେମ୍ବର ସହିତ ଯୋଡ଼ି ରହିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ।